ଏ କଣ ତୁମେ କାଠ ଆଣିଲ ଯେ? କାଠ କେମିତି ଆଣି ନଥାନ୍ତି କହ? ଶୀତ ଦିନ ଆରମ୍ଭ ହେଇଗଲାଣି। ଆମ ଘର ଛାତ ଭାଙ୍ଗି ଯାଇଛି। ସେଇ ଭଙ୍ଗା ଜାଗାରେ ଥଣ୍ଡା ପବନ ଘରେ ପଶୁଛି। ମୁଁ ଆଜି ହିଁ ଆମ ଘର ଛାତ ମରାମତି କରିବି। କାଉ ଭାଇ, ମୁଁ ସବୁ କାଠ ଓହ୍ଲେଇ ଦେଇଛି। ଏବେ ମତେ ମୋ ପାରିଶ୍ରମିକ ଦିଅ, ମୋ ଘରକୁ ଯିବି। ଆରେ ହଁ ହଁ, ଏଇ ନେ ତ ଟଙ୍କା। କଥା ହେଉ ହେଉ ମୁଁ ତୋ କଥା ପୁରାପୁରି ଭୁଲି ଯାଇଥିଲି। ଧନ୍ୟବାଦ କାଉ ଭାଇ। ଶୀତ ଦିନ ପାଇଁ ଜଙ୍ଗଲରେ ସମସ୍ତେ ନିଜ ନିଜ ଘରକୁ ମଜବୁତ କରୁଛନ୍ତି। ମୋ ଘରଟି ଅନେକ ଦୁର୍ବଳ। ଥଣ୍ଡା ପବନ ଘରେ ପଶୁଛି। ମୁଁ ଏ ଟଙ୍କାରେ କିଛି କାଠ ନେଇ ଘରକୁ ଗଲେ ମୋ ଘରକୁ ମଜବୁତ କରିପାରନ୍ତି। କିନ୍ତୁ ଘରେ ତ କିଛି ବି ସଉଦା ନାହିଁ। ଯଦି ଏବେ କିଛି ଖାଇବା ନ ନେବି, ମୋ ଦୁଇ ଛୁଆ ଉପାସରେ ରହିବେ। ନା ନା, ଆଗ କିଛି ଖାଇବା ନିଏ, ପରେ ଘରକୁ ମଜବୁତ କରିନେବି। ତାପରେ ମା ଚଢ଼େଇ ଖାଇବା ଧରି ଘରକୁ ଗଲା ଆଉ ରୋଷେଇ କରି ତାର ଦୁଇ ଛୁଆଙ୍କୁ ଖାଇବା ଦେଲା। ରାତି ହେବା ପରେ ମା ଭାରି ଥଣ୍ଡା ଲାଗୁଛି। ଥଣ୍ଡା ପବନରେ ଠିକରେ ଶୋଇ ହେଉନି। ଆମ ପାଇଁ କେବେ ଶୀତ ପୋଷାକ କିଣିବ ମା? ମାରେ, ଛୋଟ ମୋଟ କାମ କରି ମୁଁ ଯାହା ବି ପାଏ ସେଥିରେ ମୁଁ ଠିକରେ ଖାଇବା ଯୋଗାଡ଼ କରିପାରୁନି। ଶୀତ ପୋଷାକ କେମିତି କିଣିବି? ଆମ ଜଙ୍ଗଲରେ ଶୀତ ପୋଷାକର ଦାମ ବହୁତ ବେଶୀ। ସେସବୁ ଆମ ଗରିବଙ୍କ ପାଇଁ ନୁହଁରେ ମା। ମା କାନ୍ଦନି, ଆମେ ଆଉ କେବେ ଶୀତ ପୋଷାକ ଆଣିବାକୁ କହିବୁନି। ହଁ ମା, ଆଉ କାନ୍ଦନି। ତୁମେ କାନ୍ଦିଲେ ଆମକୁ ଜମା ବି ଭଲ ଲାଗେନି। ନାଇଁ ରେ ମା, ମୁଁ ଆଉ କାନ୍ଦିବିନି। ତମେ ମାନେ ଆଜି ରାତି ପେପର ଘୋଡ଼େଇ ହେଇ ଶୋଇପଡ଼। ମୁଁ କାଲି ଚେଷ୍ଟା କରିବି ଗୋଟେ ଚଦର ଆଣିବା ପାଇଁ। ଆରେ ଆରେ, ତୁମେ କିଏ? ଏମିତି ରାତି ଅଧରେ ଆସି ମୋ ଘର କବାଟ କାହିଁକି ବାଡ଼ଉଛ? ଆରେ ପୁଅ, ମୋ ଘର ପାଖ ଜଙ୍ଗଲରେ। ଆଜି ଘରକୁ ଫେରୁ ଫେରୁ ରାତି ହେଇଗଲା। ଏ ଶୀତ ରାତିରେ ରହିବା ପାଇଁ ମୁଁ ଆଶ୍ରୟ ଖୋଜୁଥିଲି। ଆଜି ରାତି ମତେ ତ ଘରେ ରହିବାକୁ ଦେଇଥା। ସକାଳୁ ସକାଳୁ ମୁଁ ଏଠୁ ଚାଲିଯିବି। ନା ନା, ମୁଁ ତୋ ପରି ଗୋଟେ ଅପରିଷ୍କାର ଚଢ଼େଇକୁ ମୋ ଘରେ ରହିବାକୁ ଦେଇପାରିବିନି। ମତେ ବିରକ୍ତ ନ କରି ଏଠୁ ଚାଲିଯା। କାଉ ବୁଢ଼ୀ ଚଢ଼େଇକୁ ଅପମାନ ଦେଇ ତା ଘରୁ ବାହାର କରିଦେଲା। ସେଠାରୁ କିଛି ଦୂରରେ ଚଢ଼େଇର ଘର ଥିଲା। ବୁଢ଼ୀ ଚଢ଼େଇ ସେଠାକୁ ଗଲା। ଘରେ କେହି ଅଛ? ଦୟାକରି ମତେ ଟିକେ ସାହାଯ୍ୟ କର। ଏତେ ରାତିରେ କିଏ ଡାକୁଛି ମତେ? ମୁଁ ଥରେ ବାହାରକୁ ଯାଇ ଦେଖେ। ଆରେ ବୁଢ଼ୀ ମା, କିଏ ତୁମେ? ଏତେ ରାତିରେ ମୋ ଘରକୁ ଆସିଲ ଯେ? ମାରେ, ମୋ ଘର ପାଖ ଜଙ୍ଗଲରେ। ମୁଁ ମୋ ଘରକୁ ଫେରୁଥିଲି, ହେଲେ ରାତି ହେଇଗଲା। ଏ ଶୀତ ରାତିରେ ମୁଁ ଆଶ୍ରୟ ଖୋଜୁଥିଲି। ଆଜି ରାତି ମତେ ତ ଘରେ ରହିବାକୁ ଦେଇପାରିବୁ ମା? ହଁ ହଁ ବୁଢ଼ୀ ମା, ଆସ ମୋ ସାଙ୍ଗରେ, ଘର ଭିତରକୁ ଆସ। ବୁଢ଼ୀ ମା, ଅନେକ ରାତି ହେଲାଣି। ତୁମେ ପେପର ଘୋଡ଼େଇ ହେଇ ଶୋଇପଡ଼। ଆରେ, ତମେ ମାନେ ପେପର ଘୋଡ଼େଇ ହେଇ ଶୋଉଛ? ଚଦର କମ୍ବଳ କଣ ତୁମ ପାଖରେ ନାହିଁ? ବୁଢ଼ୀ ମା, ଆମେ ବହୁତ ଗରିବ। ଚଦର କମ୍ବଳ କିଣିବା ପାଇଁ ଆମ ପାଖରେ ଟଙ୍କା ନାହିଁ। ଏ ପେପର ଘୋଡ଼େଇ ଶୋଇଲେ ତୁମର କିଛି ଅସୁବିଧା ହେବ କି? ନାଇଁ ରେ ମା, ମୋର କିଛି ଅସୁବିଧା ହେବନି। ମୁଁ ପେପର ଘୋଡ଼େଇ ହେଇ ଶୋଇପଡ଼ିବି। ଏମିତି ସେ ଶୀତ ରାତି ବିତିଗଲା। ପରଦିନ ସକାଳେ ଆରେ ମା, ତୁ ବହୁତ ଭଲ। କାଲି ଶୀତ ରାତିରେ ମତେ ତ ଘରେ ରହିବାକୁ ଦେଇ ମୋର ବହୁତ ବଡ଼ ଉପକାର କଲୁ। ତତେ ଦେବା ପାଇଁ ମୋ ପାଖରେ ଆଶୀର୍ବାଦ ଛଡ଼ା ଆଉ କିଛି ବି ନାହିଁ। ମୁଁ ତତେ ଆଶୀର୍ବାଦ ଦେଉଛି। ତୋ ଘରେ ଯୋଉ ବାକ୍ସ ଅଛି, ମୁଁ ଗଲା ପରେ ସେ ବାକ୍ସକୁ ଖୋଲିବୁ। ସେ ବାକ୍ସ ତୋ ଉନ୍ନତିର କାରଣ ହେବ। ଏବେ ମୁଁ ଯାଉଛି ରେ ମା। ଆଚ୍ଛା ଠିକ ଅଛି ବୁଢ଼ୀ ମା, ଯଦି କେବେ କିଛି ଦରକାର ହୁଏ ମୋ ପାଖକୁ ଆସିବ। ମୁଁ ତୁମକୁ ନିଶ୍ଚୟ ସାହାଯ୍ୟ କରିବି। ବୁଢ଼ୀ ମା ଏ ବାକ୍ସକୁ ନେଇ ମତେ କଣ ଆଶୀର୍ବାଦ ଦେଲେ? ମୁଁ ତ କିଛି ବି ବୁଝିପାରିଲିନି। ଏ ବାକ୍ସ ଭିତରେ କଣ ଅଛି
ମୁଁ ଥରେ ଖୋଲିକି ଦେଖେ। ଏଇ କଣ ଏତେ ଗୁଡ଼ିଏ ଶୀତ ପୋଷାକ ମୋ ବାକ୍ସ ଭିତରକୁ କେମିତି ଆସିଲା? ଆଗରୁ ତ ମୋ ବାକ୍ସ ଖାଲି ଥିଲା। ଏସବୁ ନିଶ୍ଚୟ ବୁଢ଼ୀମାଙ୍କ ଆଶୀର୍ବାଦ। ତୁମକୁ ଅନେକ ଅନେକ ଧନ୍ୟବାଦ ବୁଢ଼ୀମା। ଏବେ ମୋ ପିଲାମାନେ ଥଣ୍ଡା ପାଇଁ ଆଉ କଷ୍ଟ ପାଇବେନି। ଚଢ଼େଇ ସବୁ ଶୀତ ପୋଷାକ ବାକ୍ସ ଭିତରୁ ବାହାର କରିଦେଲା। ସଙ୍ଗେ ସଙ୍ଗେ ପୁଣି ବାକ୍ସରେ ଆହୁରି ନୂଆ ଶୀତ ପୋଷାକ ଆସିଗଲା। ଆରେ ଏ କଣ ଚମତ୍କାର! ପୁଣି ଥରେ ବାକ୍ସ ଶୀତ ପୋଷାକରେ ଭରିଗଲା। ବୁଢ଼ୀମାଙ୍କ ଆଶୀର୍ବାଦ ପାଇଁ ଏ ସାଧାରଣ ବାକ୍ସ ଯାଦୁର ବାକ୍ସ ହେଇଗଲା। ଆମ ଜଙ୍ଗଲରେ ଅନେକ ଗରିବ ଚଢ଼େଇ ଅଛନ୍ତି। ମୁଁ ଏ ସବୁ ପୋଷାକ କମ ଦାମରେ ବିକ୍ରି କରିଦେବି। ଥଣ୍ଡା ପାଇଁ ଆଉ କେହି ବି କଷ୍ଟ ପାଇବେନି। ତାପରେ ଚଢ଼େଇ କିଛି ଶୀତ ପୋଷାକ ନେଇ ଜଙ୍ଗଲ ଭିତରକୁ ଗଲା ଆଉ ବିକ୍ରି କଲା। ଚଢ଼େଇ ବହୁତ କମ ଦାମରେ ଶୀତ ପୋଷାକ ବିକ୍ରି କରୁଥିଲା, ଯୋଉଥିପାଇଁ ସବୁ ଚଢ଼େଇ ତା ପାଖରୁ ହିଁ ଶୀତ ପୋଷାକ କିଣୁଥିଲେ। ଚଢ଼େଇର ଭଲ ରୋଜଗାର ହେଲା। ଧୀରେ ଧୀରେ ସେ ଗୋଟେ ବଡ଼ ଦୋକାନ ଦେଲା। ଆରେ ଚଢ଼େଇ, ତୁ ତ ଆଗରୁ ଅନେକ ଗରିବ ଥିଲୁ, ହଠାତ୍ ଏତେ ଧନୀ କେମିତି ହେଲୁ? ତୁ କିଛି ଗୁପ୍ତଧନ ପାଇଲୁ କି? ନା ନା କାଉ ଭାଇ, ମୁଁ କିଛି ବି ଗୁପ୍ତଧନ ପାଇନି। ଏସବୁ ବୁଢ଼ୀମାଙ୍କ ଆଶୀର୍ବାଦର ଫଳ। ବୁଢ଼ୀ ମାଙ୍କ ଆଶୀର୍ବାଦ? ତୁ ଏସବୁ କଣ କହୁଛୁ? ମୁଁ କିଛି ବି ବୁଝିପାରୁନି। ତାପରେ ମା ଚଢ଼େଇ କାଉକୁ ସବୁ ଘଟଣା କହିଲା। ଆରେ ଆରେ, ସେଦିନ ରାତିର ବୁଢ଼ୀ ତାହେଲେ କୌଣସି ସାଧାରଣ ବୁଢ଼ୀ ନଥିଲା। ଏ ହେ, ମୁଁ କେତେ ବଡ଼ ଭୁଲ କରିଦେଲି। ମୁଁ ଯେମିତି ବି ହେଉ ଏବେ ସେ ବୁଢ଼ୀକୁ ଖୋଜିବି ଆଉ ତା ପାଖରୁ ଆଶୀର୍ବାଦ ନେବି। ଏମିତି କହି କାଉ ସେ ବୁଢ଼ୀ ଚଢ଼େଇକୁ ଖୋଜିବା ପାଇଁ ଗଲା। ଅନେକ ଦିନ ଖୋଜିଲା ପରେ ଦିନେ ସେ ବୁଢ଼ୀ ଚଢ଼େଇକୁ ପାଇଗଲା। ବୁଢ଼ୀ ମା, ତୁମେ ଏଠି? ଜାଣିଛ ମୁଁ ତୁମକୁ କେତେ ଜାଗାରେ ଖୋଜୁଥିଲି। ତୁ ମତେ କାହିଁକି ଖୋଜୁଥିଲୁ? ପୁଣି ଥରେ ଅପମାନ କରି ଏଠୁ ବାହାର କରିବା ପାଇଁ? ନା ନା ବୁଢ଼ୀ ମା, ମୁଁ ତୁମକୁ ଖୋଜୁଥିଲି କ୍ଷମା ମାଗିବା ପାଇଁ। ସେଦିନର ଭୁଲ ପାଇଁ ମୋତେ କ୍ଷମା କରିଦିଅ। ମୁଁ ଏମିତି ଭୁଲ ଆଉ କେବେ କରିବିନି। ଆଚ୍ଛା ଆଚ୍ଛା, ଠିକ ଅଛି। ତୁ ଯଦି ଏତେ କ୍ଷମା ମାଗୁଛୁ, ଯା, ମୁଁ ତତେ କ୍ଷମା କରିଦେଲି। ଆରେ ଖାଲି କ୍ଷମା କାହିଁକି କରୁଛୁ? ମତେ ଆଶୀର୍ବାଦ ବି ଦେ। ଏ ମାନେ ବୁଢ଼ୀ ମା, ମତେ ବି ଚଢ଼େଇ ପରି ଆଶୀର୍ବାଦ ଦିଅ। ଆଚ୍ଛା, ତୁ ଆଶୀର୍ବାଦ ଚାହୁଁଛୁ? ହଉ ଯା, ମୁଁ ତତେ ଆଶୀର୍ବାଦ ଦେଉଛି। ତୁ ତ ଘରକୁ ଯାଇ ଯାହା ବି ଧରିବୁ ସେସବୁ ଦ୍ୱିଗୁଣା ହେଇ ତୋ ଉପରକୁ ଆସିବ। ବା ବା, ମୋ କାମ ହେଇଗଲା। ଏବେ ବୁଢ଼ୀର ଆଉ କିଛି ଦରକାର ନାହିଁ। ମୁଁ ଏବେ ମୋ ଘରକୁ ଯାଏ। ଯା ଯା ଲୋଭୀ ପକ୍ଷୀ, ଆଜି ତୁ ତ ଲୋଭର ଫଳ ପାଇବୁ। ଏବେ ଘରକୁ ତ ଆସିଗଲି। ଯାଏ, ଆଗ ମୋ ସୁନା ଟଙ୍କାର ବାକ୍ସକୁ ଧରେ। ମୋ ସୁନା ଟଙ୍କାର ବାକ୍ସ ଦ୍ୱିଗୁଣା ହେଇଯିବ। ହା ହା ହା। ଯେମିତି କାଉ ସୁନା ଟଙ୍କାର ବାକ୍ସକୁ ଧରିଲା, ସୁନା ଟଙ୍କାର ବାକ୍ସ ଦ୍ୱିଗୁଣା ହେଇ କାଉ ଉପରେ ପଡ଼ିଲା। ଆରେ ଆରେ, ହେ କଣ? ସୁନା ଟଙ୍କାର ବାକ୍ସ ତଳେ ମୁଁ ଚାପି ହେଇଗଲି। ବଞ୍ଚାଅ, କେହି ମତେ ବଞ୍ଚାଅ। ସେ ବୁଢ଼ୀ ଜାଣିଶୁଣି ମତେ ଶାସ୍ତି ଦେବା ପାଇଁ ଏମିତି ଆଶୀର୍ବାଦ ଦେଇଥିଲା। ମତେ ସେ ଠକି ଦେଲା। ଲୋଭୀ ପକ୍ଷୀ, ଆଜି ତୁ ନିଜ ଲୋଭର ଫଳ ପାଉଛୁ। ମୁଁ ଚଢ଼େଇ ମାନଙ୍କୁ ପରୀକ୍ଷା କରିବା ପାଇଁ ଜଙ୍ଗଲରୁ ଜଙ୍ଗଲ ଯାଏ। ଭଲ ଚଢ଼େଇ ମାନଙ୍କୁ ମୁଁ ସାହାଯ୍ୟ କରେ, ଆଉ ଲୋଭୀ ଚଢ଼େଇ ମାନଙ୍କୁ ମୁଁ ଶାସ୍ତି ଦିଏ। ତୁ ଆଜି ଯାହା ବି କଷ୍ଟ ପାଉଛୁ ସେସବୁ ନିଜ ପାଇଁ ପାଉଛୁ। ଚଢ଼େଇ ତା ଭଙ୍ଗା ଘରେ ବସି ବାହାରକୁ ଦେଖୁଥିଲା। ଶୀତ ଦିନ ହେବାରୁ ବାହାରେ ଅନେକ ଥଣ୍ଡା ପଡୁଥିଲା। ମା ମା, ଭାରି ଥଣ୍ଡା ଲାଗୁଛି। ଗରମ କମ୍ବଳ ବିନା ରାତିରେ ଶୋଇ ହେଉନି। ମୋ ପାଇଁ ବି ଗୋଟେ ଗରମ କମ୍ବଳ ଆଣିଦିଅ ନା। ଜାଣିଛ ମା, ମୋର ସବୁ ସାଙ୍ଗଙ୍କ ପାଖରେ ଗରମ କମ୍ବଳ ଅଛି, କେବଳ ମୋ ପାଖରେ ନାହିଁ। ମାରେ, ଆଉ କିଛି ଦିନ ଅପେକ୍ଷା କର। ମୁଁ ଯେମିତି ଟଙ୍କା ପାଇବି ତୋ ପାଇଁ ଗରମ କମ୍ବଳ ଆଣିଦେବି। ଆଜି ରାତି ପାଇଁ ବ୍ୟସ୍ତ ହେଇନି। ମୁଁ ଯାଉଛି, କାଠ ଜଳି ଘରକୁ ଗରମ କରିଦେବି। ତତେ ଆଉ ଥଣ୍ଡା ଲାଗିବନି। ଏମିତି କହି ମା ଚଢ଼େଇ ନିଆଁ ଜଳିବାକୁ ଗଲା। ହେଲେ ସେ ଦେଖିଲା ତାଙ୍କ ଘରେ ବହୁତ କମ ଶୁଖିଲା କାଠ ଅଛି। କଣ, ଘରେ ତ କେତେ କମ ଶୁଖିଲା କାଠ ଅଛି।
ଆଜି ରାତି ମୁଁ ଏସବୁ ଜାଳିଥାଏ, ସକାଳେ ଶୀଘ୍ର କାଠ ଖୋଜିବାକୁ ଯିବି। ଏମିତି ମା ଚଢ଼େଇ ନିଆଁ ଜଳିଲା। ଘର ଟିକେ ଗରମ ହେବାରୁ ଚଢ଼େଇ ଛୁଆ ଶୋଇ ପଡ଼ିଲା। ମା ଚଢ଼େଇ ରାତି ସାରା ନିଆଁ ପାଖରେ ବସି ନିଆଁ ଜାଳୁଥିଲା। ପରଦିନ ସକାଳେ ମୋ ଝିଅ ଏବେ ଶୋଇଛି, ସେ ଉଠିବା ଆଗରୁ ମୁଁ ଯାଏ କିଛି କାଠ ନେଇ ଆସେ। ତାପରେ ମା ଚଢ଼େଇ କାଠ ଖୋଜିବା ପାଇଁ ବାହାରକୁ ଗଲା। ସକାଳେ ବି ଥଣ୍ଡା ପବନ ବହୁଥିଲା। ମା ଚଢ଼େଇ ଅନେକ କଷ୍ଟରେ ଜଙ୍ଗଲ ଭିତରକୁ ଗଲା। ଆଉ ଗୋଟେ ଶୁଖିଲା ଗଛ ଦେଖି ତାକୁ କାଟିବା ଆରମ୍ଭ କଲା। ସେତେବେଳେ ଆରେ ଚଢ଼େଇ, ତୁ ଏ ଗଛ କାହିଁକି କାଟୁଛୁ? ଏ ଗଛ ମୋର, ଏ ଗଛ ପାଖରୁ ଚାଲିଯା। କାଠୁରିଆ ଭାଇ, ତୁମେ ତ ଜାଣ ରାତିରେ ଅନେକ ଥଣ୍ଡା ପଡୁଛି। ମୋ ପାଖରେ କମ୍ବଳ କିଣିବାକୁ ଟଙ୍କା ନାହିଁ। ମୋ ଛୋଟ ଝିଅ ଥଣ୍ଡା ପାଇଁ ଅନେକ କଷ୍ଟ ପାଉଛି। ମୁଁ ଶୁଖିଲା କାଠ ନେଲେ ରାତିରେ ନିଆଁ ଜଳି ଘରକୁ ଗରମ କରିବି। ତୋର ଯଦି କାଠ ଦରକାର ତୁ ଆଉ କୋଉଠୁ ନେ। ଏ ଆଖ ପାଖରେ ଥିବା ସବୁ ଶୁଖିଲା ଗଛ ମୋର, ମୁଁ ତତେ ଗୋଟେ ବି କାଠ ଦେଇପାରିବିନି। ଏମିତି ଶୁଣି ଚଢ଼େଇ ମନ ଦୁଃଖରେ ସେଠାରୁ ଚାଲିଗଲା। ସେ ଶୁଖିଲା କାଠ ଖୋଜୁ ଖୋଜୁ ମଣିଷ ମାନଙ୍କ ଗାଁରେ ପହଞ୍ଚିଗଲା। ସେତେବେଳେ ସେ ଦେଖିଲା ଗାଁର ସରପଞ୍ଚ ଗରିବ ଅସହାୟ ଲୋକଙ୍କୁ କମ୍ବଳ ବାଣ୍ଟୁଥିଲା। ଆରେ ଏ ଗାଁର ସରପଞ୍ଚ କେତେ ଭଲ, ସେ ଗରିବ ଅସହାୟ ଲୋକଙ୍କୁ କମ୍ବଳ ଦେଇ ସାହାଯ୍ୟ କରୁଛନ୍ତି। ମୁଁ ବି ତାଙ୍କ ପାଖକୁ ଯାଇ ସାହାଯ୍ୟ ମାଗି ଦେଖେ। ଏମିତି ଚିନ୍ତା କରି ଚଢ଼େଇ ଲୋକଙ୍କ ଲାଇନରେ ଯାଇ ଛିଡା ହେଇଗଲା। ଯେତେବେଳେ ସରପଞ୍ଚ ତାକୁ ଦେଖିଲା, ସେ କହିଲା, ଏ କଣ, ତୁ ଗୋଟେ ଚଢ଼େଇ ହେଇ ମଣିଷ ମାନଙ୍କ ଲାଇନରେ ଛିଡା ହେଇଛୁ? ଯା ଯା, ଏଠୁ ଚାଲିଯା। ମତେ ଏଠୁ ବାହାର କରନ୍ତୁନି। ଶୀତ ପାଇଁ ମୁଁ ଆଉ ମୋ ଝିଅ ବହୁତ କଷ୍ଟ ପାଉଛୁ। ଦୟାକରି ମତେ ବି ଗୋଟେ କମ୍ବଳ ଦିଅନ୍ତୁ। ତୁ ଗୋଟେ ଚଢ଼େଇ, ତତେ ବି ଥଣ୍ଡା ଲାଗୁଛି? ମୁଁ ଆଜି ଏକଥା ନୂଆ ଶୁଣୁଛି। ଏସବୁ କଣ କହୁଛନ୍ତି? ଆମେ ଚଢ଼େଇ ବୋଲି କଣ ଆମକୁ ଥଣ୍ଡା ଲାଗିବନି? ଆମର କଣ କଷ୍ଟ ନାହିଁ? ଆପଣ ଗରିବ ଅସହାୟ ଲୋକଙ୍କୁ କମ୍ବଳ ଦେଇ ସାହାଯ୍ୟ କରୁଛନ୍ତି। ମୁଁ ବି ସାହାଯ୍ୟ ପାଇବା ଆଶାରେ ଆପଣଙ୍କ ପାଖକୁ ଆସିଥିଲି। ଆଚ୍ଛା ଆଚ୍ଛା, ଠିକ ଅଛି ଚଢ଼େଇ, ତୁ ଆଉ ମନ କଷ୍ଟ କରନି। ମୋ ପାଖରେ ଗୋଟେ ଛୋଟ କମ୍ବଳ ଅଛି, ତୁ ଏ କମ୍ବଳ ନେଇଯା। ଏମିତି ସେ ସରପଞ୍ଚ ଚଢ଼େଇକୁ କମ୍ବଳ ଦେଲା। ଚଢ଼େଇ ଖୁସିରେ କମ୍ବଳ ଧରି ଘରକୁ ଗଲା। ଚଢ଼େଇ ଯେତେବେଳେ ଘରକୁ ଯାଉଥିଲା, ଦୁଇ କାଉ ତାକୁ ଦେଖୁଥିଲେ। ଆରେ ଦେଖ ଦେଖ, ଚଢ଼େଇ ଗୋଟେ ନୂଆ କମ୍ବଳ ଆଣିଛି। ଆମ ଘରେ ତ ଗୋଟେ ବି କମ୍ବଳ ନାହିଁ। ଯାଅ ଯାଅ, ମୋ ପାଇଁ ଚଢ଼େଇ ପାଖରୁ ସେ କମ୍ବଳ ଆଣିଦିଅ। ହେଲେ ଏମିତି ଶୀତ ଦିନରେ ଚଢ଼େଇ କଣ ମତେ ତା କମ୍ବଳ ଦେବ? ତୁମେ ଥାଅ, ମୁଁ ଚଢ଼େଇ ଘରକୁ ଯାଉଛି। କିଛି ଦିନ ତଳେ ସେ ମୋଠୁ 200 ଟଙ୍କା ଧାର ନେଇଥିଲା। ଆଜି ମୁଁ ତାଠୁ ଟଙ୍କା ଆଣିବି, ନହେଲେ ସେ କମ୍ବଳ ଆଣିବି। ଚଢ଼େଇ, ଏ ଚଢ଼େଇ, ତୁ ଘରେ ଅଛୁ ନା? କଣ ହେଲା କାଉ ଭଉଣୀ, ଏତେ ରାତିରେ ମୋ ଘରକୁ ଆସିଲ ଯେ? ଚଢ଼େଇ, ମତେ ମୋ 200 ଟଙ୍କା ଏବେ ଦେ, ମୋର ଦରକାର ଅଛି। ହେଲେ କାଉ ଭଉଣୀ, ତୁମେ ତ କହିଥିଲ 2 ମାସ ପରେ ମୋଠୁ ଟଙ୍କା ନେବ। ମୋ ଟଙ୍କା ମୋ ଇଚ୍ଛା। କହିଥିଲି ବୋଲି କଣ ମୁଁ ଏବେ ତତେ ଛାଡ଼ିଦେବି? ମତେ ଏବେ ହିଁ ମୋ ଟଙ୍କା ଦରକାର। ଶୀଘ୍ର ମତେ ମୋ ଟଙ୍କା ଦେ। ଏବେ ମୋ ପାଖରେ ଟଙ୍କାଟେ ବି ନାହିଁ। ମତେ ଆଉ କିଛି ଦିନ ସମୟ ଦିଅ, ମୁଁ ଖୁବ୍ ଶୀଘ୍ର ତୁମ ଟଙ୍କା ଫେରେଇ ଦେବି। ନା ନା, ମୁଁ ଆଉ ତତେ ସମୟ ଦେଇ ପାରିବିନି। ମତେ ମୋ ଟଙ୍କା ଦେ, ନହେଲେ ତୋର ସେ ନୂଆ କମ୍ବଳକୁ ଦେ। ନା ନା କାଉ ଭଉଣୀ, ସେ କମ୍ବଳ ନିଅନି। ଥଣ୍ଡା ପାଇଁ ମୋ ଝିଅ ଅନେକ କଷ୍ଟ ପାଇଲାଣି। ଆଜି ତ ମୋ ଘରେ ଶୁଖିଲା କାଠ ବି ନାହିଁ। ଚଢ଼େଇ ଯେତେ କହିଲେ ବି କାଉ ତାର କିଛି କଥା ଶୁଣିଲାନି। ସେ ଚଢ଼େଇର ଘର ଭିତରକୁ ଯାଇ ନୂଆ କମ୍ବଳକୁ ଧରି ତା ଘରକୁ ଚାଲିଗଲା। ମା, ଏବେ କଣ କରିବା? ଆଜି ରାତି ଆମ ପାଖରେ କମ୍ବଳ ନାହିଁ, କି ନିଆଁ ଚଳିବା ପାଇଁ କାଠ ବି ନାହିଁ। ଏମିତି ଜୀବନ ଅପେକ୍ଷା ମରିଯିବା ବହୁତ ଭଲ। ମତେ କ୍ଷମା କରିଦେବୁ ମା, ମୁଁ ତୋ ପାଇଁ କିଛି ବି କରିପାରୁନି। ମା, ମନ ଦୁଃଖ କରନି, ମୋ ପାଖରେ ଗୋଟେ ଉପାୟ ଅଛି। ଚାଲ ଆଜି ରାତି ଆମେ ବାହାରେ ଖେଳିବା। ଖେଳିଲେ ଆମକୁ ଆଉ ଥଣ୍ଡା ଲାଗିବନି। ତା ମାନେ ତୁ କହୁଛୁ ରାତି ସାରା ଆମେ ଖେଳିକି ବିତେଇବା? ହଁ ମା, ସକାଳେ ଯେତେବେଳେ ଖରା ଆସିବ ଆମେ ଟିକେ ଶୋଇ ପଡ଼ିବା। ମା ମା, ମତେ ଧର ଧର। ଏମିତି ସେମାନେ ଉଡ଼ି ଉଡ଼ି ଅନେକ ଦୂରକୁ ଚାଲିଗଲେ। ସେତେବେଳେ ଗୋଟେ ପରୀ ଦୂରରୁ ଥାଇ ତାଙ୍କୁ ଦେଖୁଥିଲା। ଆରେ ବା, ଏମାନେ କେତେ ବଢିଆ ଖେଳୁଛନ୍ତି। ମତେ ବି ଖେଳିବାକୁ ଭାରି ଇଚ୍ଛା ହଉଛି। ମୁଁ ଏବେ ତାଙ୍କ ପାଖକୁ ଯାଏ। ତମେ ମାନେ କେତେ ବଢିଆ ଖେଳୁଛ, ମତେ ବି ତୁମ ସାଙ୍ଗରେ ଖେଳିବାକୁ ଇଚ୍ଛା ହଉଛି। କିଏ ତୁମେ? ଆମେ ବୋଧେ ଏଠାକୁ ଆସି ଭୁଲ କରିଦେଲୁ। ଆମର କିଛି ବି କ୍ଷତି କରନି, ଆମେ ଏବେ ଏଠୁ ଚାଲିଯିବୁ।
ଆରେ ନା ନା, ତମେ ମାନେ ମତେ ଡରନି। ମୁଁ ଜଣେ ପରୀ। ତମ ମାନଙ୍କ ଖେଳ ଦେଖି ମୁଁ ବି ତୁମ ସାଙ୍ଗରେ ଖେଳିବାକୁ ଆସିଛି। ସୁନ୍ଦର ପରୀ, ତୁମ ସହ ଖେଳିବାକୁ ମତେ ବି ଭାରି ଭଲ ଲାଗିବ। ଆସ ଆସ। ତାପରେ ସେମାନେ ପରୀ ସହ ମିଶି ଖେଳିଲେ। କିଛି ସମୟ ପରେ, ଆଜି ତ ମଜା ଆସିଗଲା। କାଲି କଣ ତମେ ମାନେ ପୁଣି ଆସିବ? ହଁ, ଯଦି କାଲି ବି ଆମେ ଶୁଖିଲା କାଠ ଆଉ କମ୍ବଳ ନ ପାଇବୁ ତେବେ ପୁଣି ଏଠାକୁ ଆସିବୁ। କଣ ହେଲା? ଗରମ କମ୍ବଳ ଆଉ କାଠ ନ ପାଇଲାରୁ ତମେ ମାନେ ଏଠାକୁ ଖେଳିବାକୁ ଆସିଥିଲ? ତା ମାନେ ଥଣ୍ଡାରୁ ରକ୍ଷା ପାଇବା ପାଇଁ ତମେ ମାନେ ଖେଳୁଥିଲ? ହଁ, ନହେଲେ କଣ ଏଇ ଥଣ୍ଡା ରାତିରେ ଆମେ ଘର ବାହାରେ ଆସି ଖେଳିଥାନ୍ତୁ? ତମେ ମାନେ ଏବେ ଘରକୁ ଯାଅ, ଗରମ କମ୍ବଳ ଆଉ ଶୁଖିଲା କାଠ ପାଇଯିବ। ହେଲେ କେମିତି? ତମେ ମାନେ ଆଗ ଘରକୁ ତ ଯାଅ, ମୁଁ ତୁମ ଘରେ ସବୁ ଜିନିଷ ପହଞ୍ଚେଇ ଦେଇଛି। ତାପରେ ମା ଚଢ଼େଇ ଆଉ ତାର ଝିଅ ଶୀଘ୍ର ଘରକୁ ଆସିଲେ। ସେମାନେ ଦେଖିଲେ ହିଟର ପାଇଁ ତାଙ୍କ ଘରଟି ପୁରାପୁରି ଗରମ ଅଛି। ତାଙ୍କ ଘରେ 2ଟି କମ୍ବଳ ଆଉ କିଛି ଶୁଖିଲା କାଠ ବି ଅଛି। ସେତେବେଳେ ପରୀ ତାଙ୍କ ଝରକା ପାଖକୁ ଆସି କହିଲା, ମୁଁ ତୁମ ରୋଷେଇ ଘରେ ଖିଚୁଡ଼ି ରଖିଦେଇଛି, ଖାଇ ନେବ। ଆଉ ହଁ, କାଲି ବି ଖେଳିବାକୁ ଆସିବ। ମୁଁ ତୁମକୁ ଅପେକ୍ଷା କରିଥିବି। ଏମିତି କହି ପରୀ ସେଠାରୁ ଚାଲିଗଲା। ପୁରା ଶୀତ ଦିନ ମା ଚଢ଼େଇ ଆଉ ତାର ଝିଅ ଥଣ୍ଡା ପାଇଁ ଆଉ କଷ୍ଟ ପାଇଲେନି।